ନେତାଜୀ ଜୟନ୍ତୀ ବିଷୟରେ କୁନି କୁନି ପିଲାମାନଙ୍କ ପାଇଁ 10 ଧାଡ଼ି ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀବୃନ୍ଦ, ବରେଣ୍ୟ ଅତିଥିଗଣ ଏବଂ ମୋର ସହପାଠିନୀଗଣ, ଆଜି ଓଡ଼ିଶାର ପୁରପଲ୍ଲୀରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପବିତ୍ର ଜନ୍ମଦିବସ ପାଳିତ ହେଉଛି। ଏହି ଦିବସ ଅବସରରେ ମୁଁ କିଛି କହିବାକୁ ସୁଯୋଗ ପାଇଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଛି। ସୁଭାଷ ଚନ୍ଦ୍ର ବୋଷ 23 ଜାନୁଆରୀ 1897ରେ କଟକଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଜାନକୀନାଥ ବୋଷ ଏବଂ ମାତାଙ୍କ ନାମ ପ୍ରଭାବତୀ ବୋଷ ଥିଲା। 1921 ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗ ଦେଇଥିଲେ। 1938 ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ସେ ବଳପୂର୍ବକ ସ୍ୱାଧୀନତା ହାସଲ କରିବାକୁ ଚାହୁଁଥିଲେ ଏବଂ ବାରମ୍ବାର ବ୍ରିଟିଶମାନଙ୍କ ଦ୍ୱାରା ଗିରଫ ହୋଇଥିଲେ। ତାଙ୍କର ପ୍ରସିଦ୍ଧ ସ୍ଲୋଗାନ ଥିଲା, "ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି, ଦିଲ୍ଲୀ ଚଲୋ ଏବଂ ଜୟ ହିନ୍ଦ"। ରବୀନ୍ଦ୍ରନାଥ ଟାଗୋର ତାଙ୍କୁ ପ୍ରଥମେ ନେତାଜୀ ବୋଲି ଡାକିଲେ, ଯାହା ପରେ ତାଙ୍କର ପରିଚୟ ହେଲା। ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼ିବା ପାଇଁ ସେ 1942 ମସିହାରେ ପ୍ରାୟ 43,000 ସୈନିକଙ୍କ ସହ ଆଜାଦ ହିନ୍ଦ ଫୌଜ, ଭାରତୀୟ ଜାତୀୟ ସେନା ପ୍ରତିଷ୍ଠା କରିଥିଲେ। ତାଙ୍କ ଜନ୍ମଦିନକୁ ଜାତୀୟ ପରାକ୍ରମ ଦିବସ ରୂପେ ପାଳନ କରାଯାଏ। କୁହାଯାଏ ଯେ 18 ଅଗଷ୍ଟ 1945ରେ ବିମାନ ଦୁର୍ଘଟଣାରେ ସୁଭାଷ ଚନ୍ଦ୍ର ବୋଷଙ୍କର ମୃତ୍ୟୁ ହୋଇଥିଲା।